ତାତିରୁ ମିଳିବନି ନିସ୍ତାର। ଆସନ୍ତା 11 ତାରିଖରୁ ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ। ସ୍ୱାଭାବିକଠାରୁ 3 ରୁ 4 ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। 2 ଦିନ ପରେ ଅନେକ ସ୍ଥାନରେ ସ୍ୱାଭାବିକଠାରୁ ପ୍ରାୟ 4 ଡିଗ୍ରୀ ଉପରକୁ ଉଠିପାରେ ପାରଦ। ଫଳରେ ତାତି ପ୍ରବଳ ହେବ। ଏମିତିକି ଖରାରେ ଲୋକମାନେ ଆଉଟୁପାଉଟୁ ହେବେ। ଆଗାମୀ 2 ଦିନ ଯାଏଁ ତାପମାତ୍ରାରେ ସେଭଳି କିଛି ପରିବର୍ତ୍ତନ ହେବନି। ତେବେ ଦିନେ 2 ଦିନ ପରେ ପାଣିପାଗ ପରିବର୍ତ୍ତନ ହେବ ବୋଲି ସୂଚାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି। ଫଳରେ କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଛି। ହେଲେ 11 ତାରିଖ ପରଠାରୁ ଏଥିରେ ପରିବର୍ତ୍ତନ ହେବ।